ओडिशा बिजनेस टुडे आज मुख्य खबर 5 वर्ष निर्माण हेब 30,000 किलोमीटर रास्ता और 500 सेतु। ओडिशा को फिनटेक हब करिबो भारत नेत्र। 5 वर्ष 7,000 छात्र छात्री को तालीम। ओडिशार खनिज आधारित अर्थनीति रे क्रिटिकल मिनेराल रो बड़ भूमिका। 12 जिल्ला रे खोलिबा जाउछि प्लानेटोरियम। कटक जिल्लापालଙ୍କ नूतन कार्यालय पई 95 कोटी। पूजारे चांदा आदाय संपूर्ण बंद हेबो आ शेषरे बुला कुकुर गणिबे सरकार। एबे विस्तृत संवाद। मुख्यमंत्री मोहन चरण माझी लोकसभा भवन में ग्राम्य उन्नयन विभाग विभिन्न कार्यक्रम संपर्क में समीक्षा करिसेंती। मुख्यमंत्री कहिथिले जे विभिन्न सड़क और सेतु निर्माण जरिया राज्यर समस्त ग्रामांचल को सबुदिनिया रास्ता संयोगीकरण गुरुदायित्व एही विभाग उपर न्यस्त रही। राज्य में आसंता 5 वर्ष भितर 30,000 किलोमीटर रास्ता और 500 सेतु निर्माण पर सरकार लक्ष्य रही। मुख्यमंत्री सड़क योजना 2024-25 आर्थिक वर्ष 4,500.30 किलोमीटर रास्ता निर्माण करा जायथिबा बेले 2025-26 आर्थिक वर्ष 3,469.94 कोटी टंका व्यय बराद 5,000 किलोमीटर रास्ता निर्माण पर व्यवस्था करा जायछि। राज्य सरकार सिंगापुर ग्लोबल फाइनेंस एंड टेक्नोलॉजी नेटवर्क, सिंगापुर जातीय विश्वविद्यालय और एशियन इंस्टीट्यूट ऑफ डिजिटल फाइनेंस सहयोग में समन्वित विश्व आर्थिक प्रजुक्तिविद्या सामर्थ्य हब भारत नेत्र प्रकल्प आरंभ करिसेंती। यार लक्ष्य होछि ओडिशा को एक अग्रणी फिनटेक हब रे परिणत करिबा। मुख्यमंत्री मोहन चरण माझी और केंद्र शिक्षा मंत्री धर्मेंद्र प्रधान भारत नेत्रर शुभारंभ करिसेंती। ଏହି ପ୍ରକଳ୍ପରେ ରାଜ୍ୟର ସମସ୍ତ 30ଟି ଜିଲ୍ଲାରୁ 5 ବର୍ଷରେ 7,000 ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସାରା ରାଜ୍ୟରୁ ଚୟନ କରାଯାଇଥିବା 375 ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶକ୍ତି କ୍ଷେତ୍ର ଓ ଖଣିଜ କ୍ଷେତ୍ର ଆଧାରିତ ଅର୍ଥନୀତି ରାଜ୍ୟର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୌରଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ବାୟୋ ଇଥାନଲ ଭଳି ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶାର ଉତ୍ପାଦକତା ବୃଦ୍ଧି ବରଦାନ ସଦୃଶ ହେବ। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଓ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦର ସୁବିନିଯୋଗ କରି ରାଜ୍ୟରେ ନବଯୁଗୀୟ ଅର୍ଥନୀତି ସୃଷ୍ଟି କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ 12ଟି ଜିଲ୍ଲାରେ ପ୍ଲାନେଟୋରିୟମ ନିର୍ମାଣ ସରିଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱର ପଠାଡ଼ି ସାମନ୍ତ ପ୍ଲାନେଟୋରିୟମର ପୁନରୁଦ୍ଧାର ପାଇଁ ବଜେଟ୍ ଆକଳନ ଚାଲିଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ପ୍ରତିବର୍ଷ ଓଡ଼ିଶାରୁ 30 ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି। ସେମାନେ ସେଠାରେ ସ୍ପେସ୍ ସେଣ୍ଟର ବୁଲିବା ସହ ଜ୍ଞାନ ଆହରଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଐତିହାସିକ କଟକ ସହରର ବିଡ଼ାନାସୀ ମୌଜାଠାରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାରେ ଦକ୍ଷ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ ସେବା ଯୋଗାଇ ଦେବାରେ ଏହି ନୂତନ କାର୍ଯ୍ୟାଳୟ ନିଶ୍ଚିତ ଭାବରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ନୂତନ କାର୍ଯ୍ୟାଳୟ 5 ମହଲା ବିଶିଷ୍ଟ ହେବ। ଏଥିପାଇଁ ମୋଟ ବ୍ୟୟ ଅଟକଳ 94,46,44,000 ଟଙ୍କା ରଖାଯାଇଛି। 2 ବର୍ଷ 6 ମାସ ମଧ୍ୟରେ ନୂତନ କାର୍ଯ୍ୟାଳୟର କାର୍ଯ୍ୟ ଶେଷ ହେବ। ପାର୍ବଣ ଋତୁ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଓଡ଼ିଶା ପୁଲିସ ପ୍ରସ୍ତୁତ କରିଦେଇଛି। ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଡିଜିପି ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ କିଛି ବ୍ୟକ୍ତି ବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ବୁଲା କୁକୁରମାନଙ୍କର ଗଣନା କରିବେ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା। ସମସ୍ତ ଜିଲ୍ଲାରେ ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଓ ଟୀକାକରଣ କରାଯିବ ଏବଂ ରାସ୍ତା କଡ଼ରେ ଖାଇବାକୁ ନ ଦେବାକୁ ଲୋକଙ୍କୁ ସଚେତନ କରାଯିବ। ଏବେ ରାଜ୍ୟରେ 64,000 ପୋଷା କୁକୁର ଅଛନ୍ତି ବୋଲି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସୂଚନା। It's all of your business. Business breaking.